ବୁଝିଲୁ କୁମ୍ଭା? ଏ ବିଲୁ ସବୁବେଳେ ସେ ଭାଇ ଭଉଣୀଙ୍କ ଠାରୁ ହାରି ହାରି ନିଜ ଉପରେ ବି ଘୃଣା ଆସିଲାଣି, ଆଉ ସହି ହଉନି। ଆରେ ବାଘା ଚିନ୍ତା କରନି, କଥାରେ ଅଛି ସବୁ କୁକୁରଙ୍କର ଦିନ ଆସେ, ଆମର ବି ଆସିବ। ଆରେ ମତେ କୁକୁର କହୁଛୁ? ଆରେ ମୁଁ ଏମିତି କଥାରେ କହିଲି ସବୁ କଥାକୁ ଧରିଲେ ହବ? ଦି ଜଣଙ୍କର ବୁଦ୍ଧି ସୁଦ୍ଧି ବୋଲି କିଛି ନାହିଁ। କାମ ପଡିଲେ ମତେ କିଛି ଉପାୟ ବାହାର କରିବାକୁ କହିବେ, କିନ୍ତୁ ଏଠି ବଡ ବଡ ଭାଷଣ ଦଉଛନ୍ତି। ଆରେ ବିଲୁ ତୁ ସେତେବେଳୁ କଣ ଭାବୁଛୁ? ଆମେ ଏତେ ବଡ ବିଷୟରେ କଥା ହଉଛୁ, ତୁ କିଛି କହୁନୁ? ତମେ ଦି ଜଣ ଥିଲେ ଏ ଜନ୍ମରେ କେବେ ବି ସେ ଭାଇ ଭଉଣୀକି ହରାଇ ପାରିବନି। ଖାଲି ବଡ ବଡ ଶରୀର ପାଇଛ ସିନା, ହେଲେ କୋଉ କାମକୁ ନୁହଁ। ଏ ବିଲୁ କଣ କହିଲୁ? ଆମେ କୋଉ କାମକୁ ନୁହଁ? ଲାଗୁଛି ଆଜି କାହାର ମୋ ହାତରେ ମାରିବା ଯୋଗ ଅଛି। ରହ କୁମ୍ଭା, ସେ ଯାହା କହିଲା ତାର ଶାସ୍ତି ପରେ ଦବା। ଆଗ କହ ଆମେ ସେ ଦି ଭାଇ ଭଉଣୀକୁ କେମିତି ହରାଇବା, ନହେଲେ ଆଜି ତୋର ବୁଝି ପାରୁଥିବୁ। ମଲ୍ଲି ମୁଁ ଆଜି କାହିଁକି କହୁଥିଲି କେଜାଣି, ମୋ ପାଟିଟା ବେଶୀ କୁଣ୍ଡେଇ ହଉଥିଲା। ଏବେ ନା ମନେ ବି ମୁଁ। ଆରେ କହୁନୁ କଣ ଖାଲି ଭାବୁଛୁ, କହ। ଏ ନାଇଁ ମ ସେ କିଛି ନାହିଁ। ଶୁଣ ମଉସା, ଶୁଣ ମାମୁଁ, ମୁଁ ଶୁଣିଛି ଆମ ଜଙ୍ଗଲ ପାଖ ସମୁଦ୍ର ଭିତରେ ଗୋଟେ ଦ୍ୱୀପଟେ ଅଛି। ସେଠି ଗୋଟେ ଅମୃତ ଫଳର ବୃକ୍ଷ ଅଛି। ଶୁଣିଛି ତା ଫଳ ଯିଏ ଖାଇବ ସିଏ ଅମର ହେଇଯିବ। ତାକୁ କିଛି ବି ଅସ୍ତ୍ରରେ ଆଘାତ ଦେଲେ କିଛି ବି କଷ୍ଟ ଜଣା ପଡିବନି। ତୁ ସତ କହୁଛୁ ବିଲୁ? ଏମିତି ଗଛ ସତରେ ଅଛି? ବିୟୁଟିଫୁଲ। ଆରେ ହଁ ମାମୁଁ, ମୁଁ ସତ କହୁଛି। ଆରେ ତମର ରାଣ ଥାଇ କହୁଛି। ଯଦି ମୁଁ ମିଛ କହିବି ତମେ ମତେ ଛାଡିବଟି? ହଉ ତାହେଲେ ଚାଲ ଆଗ ଯାଇ ସେ ଗଛକୁ ଖୋଜିବା। ମୁଁ ଯିବା ପାଇଁ ଡଙ୍ଗା ବ୍ୟବସ୍ଥା କରୁଛି। ମୁଁ ଶୁଣିଲି ସେ ତିନି ଜଣ ସମୁଦ୍ର ଭିତରେ ଥିବା ଦ୍ୱୀପକୁ ଯିବେ। ସେଠି ଅମୃତ ଗଛର ଫଳ ଖାଇବେ ଆଉ ଅମର ହୋଇଯିବେ। ଯଦି ସେମାନେ ଅମର ହୋଇଗଲେ ଜଙ୍ଗଲର ସବୁ ପଶୁ ପକ୍ଷୀଙ୍କୁ ଖାଇଲେ ବି ସେମାନଙ୍କର ପେଟ ପୁରିବନି। ତୁ ଠିକ କଥା କହୁଛୁ କୁଆ। ସେମାନଙ୍କୁ ଅଟକେଇବାକୁ ପଡିବ। ଚାଲ ଟୁଆ ତାଙ୍କ ପଛରେ ଯିବା।